ଜୟ ଜଗନ୍ନାଥ, ଜୟ ଶ୍ରୀରାମ। ୱେଲକମ୍ ଟୁ ହାର୍ଟ ଅଫ୍ ଏଜୁକେସନ୍ ୟୁଟ୍ୟୁବ୍ ଚ୍ୟାନେଲ୍। ଆଇ ନୋ ରିନିଟ୍ 2026କୁ ନେଇକି ପିଲାମାନେ ବର୍ତ୍ତମାନ ପାଇଁ ସବୁ ଷ୍ଟ୍ରେସ୍‌ରେ ଥିବେ। କିନ୍ତୁ ଷ୍ଟ୍ରେସ୍‌ଟା ହେଉଛି ପିଲାମାନେ ନର୍ମାଲ୍। ତମମାନଙ୍କୁ ଷ୍ଟ୍ରେସ୍ ହେଉଛି, ସବୁ ପିଲାମାନଙ୍କୁ ଏବେ ଷ୍ଟ୍ରେସ୍ ଥିବ। ତ ସବୁଠାରୁ ଇମ୍ପୋର୍ଟାଣ୍ଟ କଥା ହେଉଛି ଏ ଷ୍ଟ୍ରେସ୍‌କୁ ତମମାନେ ମ୍ୟାନେଜ୍ କରିବା ଦରକାର। ଷ୍ଟ୍ରେସ୍‌କୁ ତମ କଣ୍ଟ୍ରୋଲରେ ରଖିବା ଦରକାର। ଅଧିକା ପାନିକ୍ ନ ହେବା ଦରକାର। ଏହା ପାଇଁ ତମମାନେ ମାନେ କିଛି ବି ମାନେ ଅଧିକା ଡିପ୍ ଭାବନି, କୋଶ୍ଚିନ୍ କ'ଣ ପଡ଼ିବ କ'ଣ ନାହିଁ ସେସବୁ ଭାବନି। କିନ୍ତୁ କିଛିଟା ଗୋଲ୍ଡେନ୍ ରୁଲ୍ସ ମୁଁ କହିବି, ଯେଉଁଟାକି ତମମାନେ ନିଜ ମାନେ ଯେଉଁ 3 ଡେଜ୍ ରହିଲା, ଆଜି ତ 17 ତାରିଖ ହେଇଗଲା, 18, 19, 20 ଯେଉଁ 3 ଦିନ ରହିଲା, ସେ 3 ଦିନରେ ଆକୁ ଆପ୍ଲାଏ କରିପାରିବ। ତ ଗୋଲ୍ଡେନ୍ ରୁଲ୍ସ ଫର୍ 3 ଡେଜ୍ ମୁଁ ଲେଖିଦେଉଛି। ଗୋଲ୍ଡେନ୍ ରୁଲ୍ସ ଫର୍ 3 ଡେଜ୍ କ'ଣ କ'ଣ ଗୋଲ୍ଡେନ୍ ରୁଲ୍ସରେ ଯିବ? ପ୍ରଥମ କଥା ହେଉଛି, ମନେ ରଖନ୍ତୁ, ଏବେ ହେଉଛି କୌଣସି ନୂଆ ଚାପ୍ଟର ଷ୍ଟାର୍ଟ କରିବେନି। ଆପଣ ବାସ୍ ଖାଲି ଯାହା ରିଭାଇଜ୍ କରନ୍ତୁ ଏନ୍ସିଆର୍ଟିକୁ। ଯେଉଁ ପାର୍ଟଟା ମନେ ରହୁନି ତାକୁ ଘୋଷି ଦିଅନ୍ତୁ। ଯେଉଁଗୁଡ଼ାକ ମନେ ରହିଯାଇଛି ଜମା ବ୍ୟସ୍ତ ହେବେନି। ସେ ଜିନିଷ ଆପଣଙ୍କୁ ଏକ୍ଜାମରେ ଆସିବ, ଗ୍ୟାରେଣ୍ଟି ଆସିବ। ଏଇ ମୋମେଣ୍ଟରେ ଆପଣଙ୍କୁ ଲାଗୁଥିବ ନା ମୁଁ ଯାହା ପଢ଼ିଛି ଅଲରେଡ଼ି ତାକୁ ଭୁଲି ଯାଇଛି, ଆଉ ମୋର ସେ ମନେ ନାହିଁ। କିନ୍ତୁ କିଛି ବ୍ୟସ୍ତ ହେବା ଦରକାର ନାହିଁ। ଆପଣ ଯାହା ପଢ଼ିଛନ୍ତି ସେ 100% ଆପଣଙ୍କର ମନେ ଥିବ, ଏ ଗ୍ୟାରେଣ୍ଟି ମୁଁ ଦେଉଛି। ଏମିତି ଲାଗେ ଏକ୍ଜାମ୍ ଟାଇମ୍ରେ। ତେଣୁକରି ଆପଣ କ'ଣ କରିବେ? ରିଭାଇଜ୍ ଏନ୍ସିଆର୍ଟି ଓନ୍ଲି। ଏନ୍ସିଆର୍ଟିର କେଉଁ ପାର୍ଟକୁ ରିଭାଇଜ୍ କରିବେ ଯେଉଁଟା ଆପଣଙ୍କର ମନେ ରହୁନି। କାହାର ବାୟୋମଲିକୁଲ୍ସର ଲାଷ୍ଟ ମନେ ରହୁନଥିବ, କାହାର ହେଉଛି ମନେ ରହୁନଥିବ ପ୍ଲାଣ୍ଟ ଫିଜିଓଲୋଜିର ସେ ସାଇଣ୍ଟିଷ୍ଟ ହେରିକା ମନେ ରହୁନଥିବ, କାହାର ମନେ ରହୁଥିବ ମର୍ଫୋଲୋଜିର ଏକ୍ଜାମ୍ପଲ୍ସ ମନେ ରହୁନଥିବ। ତ ଆପଣ ଏଇଟାକୁ ରିଭାଇଜ୍ ଏନ୍ସିଆର୍ଟି ଓନ୍ଲି। କ୍ଲିଅର୍? ଯେତେ ସର୍ଟ ନୋଟ୍ ଆପଣ ବନେଇଛନ୍ତି, ନିହାତି ରୂପରେ କିଛି କିଛି ପିଲା ସର୍ଟ ନୋଟ୍ସ ବି ବନେଇଥିବେ, ଯେଉଁଗୁଡ଼ାକ ମନେ ରହୁନି ତାକୁ ନେଇକରି ଗୋଟେ ମାନେ ନିଜ ୱେରେ ଗୋଟେ ସର୍ଟ ନୋଟ୍ସ ବନେଇଥିବେ। ସେ ସର୍ଟ ନୋଟ୍ସକୁ ଏବେ ବାର ବାର ଚେକ୍ କର, ସର୍ଟ ନୋଟ୍ସକୁ ରିଭାଇଜ୍ କର। ବୁଝିଗଲା? ତାପରେ ହେଉଛି ଆପଣମାନେ ଜମା ବର୍ତ୍ତମାନ ପାଇଁ ମାନେ ନିଜର ପ୍ରିପାରେସନ୍କୁ ଟ୍ରଷ୍ଟ କରନ୍ତୁ। ଜମା କମ୍ପାରିଜନ୍ କରନ୍ତୁନି କି କ'ଣ ହେବ କ'ଣ ନାହିଁ। ଆଉ ସବୁଠାରୁ ଇମ୍ପୋର୍ଟାଣ୍ଟ କଥା, ନିଟ୍ 2026ର ରେଜଲ୍ଟ କ'ଣ ହେଇଥିଲା ଆଉ ନିଟ୍ର କ'ଣ ହେବ, ଏଇ ଥଟ୍ଟା ମାଇଣ୍ଡରେ ଆସିବାଟା ସ୍ୱାଭାବିକ କଥା। କିନ୍ତୁ କିଛି ବ୍ୟସ୍ତ ହେବା ଦରକାର ନାହିଁ। ଯେହେତୁ ବର୍ତ୍ତମାନ ପାଇଁ ଏନ୍ଟିଏ ତରଫରୁ ବଡ଼ ସ୍କାମ୍ ହେଇଛି, ଏନ୍ଟିଏର ମିଷ୍ଟେକ୍ ଏଇଟା। ତେଣୁକରି ଆପଣମାନେ ଭାବନ୍ତୁ, ଆପଣଙ୍କୁ ତ ଆହୁରି ବହୁତ ସାରା ଡିଫିକଲ୍ଟ, ବହୁତ ହାର୍ଡ଼ କୋଶ୍ଚିନ୍ କରିକି ତ ଟ୍ରମା କରିବେନି, ଅଲରେଡ଼ି ବଦନାମ ହେଇକି ଅଛନ୍ତି। ସୋ ବ୍ୟସ୍ତ ହେବା ଦରକାର ନାହିଁ। ଆପଣ ନିଟ୍ର ବି କୋଶ୍ଚିନ୍ ପେପର୍ ସେ ମଡରେଟ୍ ଲେବୁଲ୍ର ଆସିବ। କିନ୍ତୁ ବାୟୋଲୋଜି ଆପଣଙ୍କର କନଫିଡେଣ୍ଟ, ବାୟୋଲୋଜି ଆପଣ ଏନ୍ସିଆର୍ଟିରୁ ଆସିବ, ତ ବାୟୋଲୋଜି ଉପରେ ପୁରା ଫୁଲ୍ କନଫିଡେଣ୍ଟ ରୁହନ୍ତୁ। ଏବେକା ଡେଟ୍ରେ ବାୟୋଲୋଜିକୁ 50% ଭଳିଆ ଟାଇମ୍ ଦିଅନ୍ତୁ ଦିନରେ। ଆଉ 25% ହେଉଛି ଆପଣ ଫିଜିକ୍ସ କେମିଷ୍ଟ୍ରି ଟାଇମ୍ ଦିଅନ୍ତୁ। ବୁଝିହେଲା? କୌଣସି ରାଣ୍ଡମ୍ ୟୁଟ୍ୟୁବ୍ ଭିଡ଼ିଓ ଏବେ ଦେଖନ୍ତୁ ନାହିଁ। ଯେତେ ୟୁଟ୍ୟୁବ୍ ଭିଡ଼ିଓ ଗୁଡ଼ାକ ଆସୁଛି ତାକୁ ରାଣ୍ଡମଲି ଜମା ଚେକ୍ କରନ୍ତୁନି। ବିକଜ୍ ଆପଣ ଯେଉଁ ୱେରେ ପାଠ ପଢ଼ିଛନ୍ତି ସେଇ ୱେଟା ଆପଣଙ୍କ ପାଇଁ ବେଷ୍ଟ। ବିଭିନ୍ନ ପ୍ରକାର ଟିଚରଙ୍କର ବିଭିନ୍ନ ପ୍ରକାର ମେଥଡ଼୍ସ, ସେମିତି ଦେଖନି। କୌଣସି ଟପିକ୍ ନୂଆ ପଢ଼ନି। ଆଉ ବାକି ରହିଲା ହେଉଛି, ଏବେ ଯଦି ଆପଣ ଚାହୁଁଛନ୍ତି ମକ୍ ଟେଷ୍ଟ ପ୍ରାକ୍ଟିସ୍ କରିବା ପାଇଁ, ମକ୍ ଟେଷ୍ଟ ପ୍ରାକ୍ଟିସ୍ କରନ୍ତୁନି। କାରଣ ମକ୍ ଟେଷ୍ଟ ଯଦି ଏଇ 3 ଦିନରେ ପ୍ରାକ୍ଟିସ୍ କରିବେ, ତାହେଲେ ମେ ବି ଆପଣଙ୍କର ଯଦି ଆପଣଙ୍କୁ କୋଶ୍ଚିନ୍ ସଲ୍ଭ ହେବନି, ପୁରା କମ୍ପ୍ଲିଟ୍ ଡିମୋଟିଭ୍ ହେଇଯିବେ। ତ ମକ୍ ଟେଷ୍ଟ ଯେତିକି ପ୍ରାକ୍ଟିସ୍ କରିଦେଇଛନ୍ତି କରିଯାଇଛନ୍ତି, ବା ସେତିକି ଏନଫ୍, ଆଉ କିଛି ଦରକାର ନାହିଁ। ଆଡ଼ମିଟ୍ କାର୍ଡ଼ଟାକୁ ଏବେ ସୁଦ୍ଧା ରେଡ଼ି କରି ରଖିଦିଅନ୍ତୁ। ଆଜି ହେଲା ଆପଣଙ୍କର 17 ଜୁନ୍। ଆଜି ଆପଣଙ୍କର ଆଡ଼ମିଟ୍ କାର୍ଡ଼କୁ ରେଡ଼ି କରନ୍ତୁ। ଜମା 20 ତାରିଖ ପର୍ଯ୍ୟନ୍ତ ରଖନ୍ତୁନି। ପୁରା ଏବେ ଯେଉଁ ମୋମେଣ୍ଟ ଅଛି, ପୁରା ଏବେ ଟାଇମ୍ ଦିଅନ୍ତୁ। ଆଡ଼ମିଟ୍ କାର୍ଡ଼କୁ ପୁରା ପରଫେକ୍ଟଲି ନିଟ୍ ଆଣ୍ଡ କ୍ଲିନ୍ରେ ଆଡ଼ମିଟ୍ କାର୍ଡ଼ଟାକୁ ରେଡ଼ି କରି ରଖନ୍ତୁ। 2ଟା କପି ତାର ରଖିଥାନ୍ତୁ ପାଖରେ। ଗୋଟେ କପି ନେଇକି ଯିବେ, ଆଉ ଗୋଟେ ବ୍ୟାକଅପ୍ରେ ଆପଣଙ୍କ ପାଖରେ ରଖିଥାନ୍ତୁ। ବୁଝିଗଲା? ଆଉ ନିଦ କମ୍ପ୍ଲିଟ୍ କରନ୍ତୁ। ମିନିମମ୍ 8 ଘଣ୍ଟା, 7ରୁ 8 ଘଣ୍ଟା ଆପଣ ଶୁଅନ୍ତୁ ରାତିରେ। ନିଦ କମ୍ପ୍ଲିଟ୍ କରନ୍ତୁ। ଆଉ ଯେଉଁ ଦିନ ଏକ୍ଜାମ୍ ଦେବେ ସେଦିନ ବି ଆପଣଙ୍କର ନିଦ ପୁରା କମ୍ପ୍ଲିଟ୍ ହେବା ଦରକାର। ବିକଜ୍ ଆପଣ ଏକ୍ଜାମ୍ ଦେବେ ଯାଇକି 2ଟାରୁ 5ଟା 15। ତ ବଡି ମେ ବି ଆପଣଙ୍କର ଡିହାଇଡ୍ରେସନ୍ ହେଇପାରେ, ରାତି ଅନିଦ୍ରା ହେଇକି ଆପଣଙ୍କୁ ନିଦ ବି ଲାଗିପାରେ ଏକ୍ଜାମ୍ ହଲ୍ ଭିତରେ। ତ ସେଇ ସବୁ ଜିନିଷକୁ ଆଭଏଡ଼୍ କରିବା ପାଇଁ ହେଲେ ଆପଣ ରାତିରେ ନିଦଟା କମ୍ପ୍ଲିଟ୍ କରନ୍ତୁ। ନିଦ ହେବନି, ସ୍ୱାଭାବିକ କଥା, ନିଦ ହେବନି। ରାତିରେ ବାର ନିଦ ଭାଙ୍ଗିବ, ଚିଡ଼ଚିଡ଼ ଲାଗିବ, କି ମାନେ ଅବାଗିଆ ଲାଗିବ, କ'ଣ ହେବ କ'ଣ ନାହିଁ। ବହୁତ ପ୍ରେସର୍ ଟ୍ରମାରେ ପିଲାମାନେ ଥିବେ। କିନ୍ତୁ ହେଲେ ବି ମାନେ ଚେଷ୍ଟା କରିବ ଶୋଇବା ପାଇଁ। ପିଲେ ଦେଖ, ତମ ସିଚୁଏସନ୍ ଦେଖି ମୁଁ ବି ଆସିଛି। ମୁଁ ବି ଜଣେ ନିଟ୍ ଆସ୍ପିରାଣ୍ଟ ଥିଲି। ମୁଁ ବି ଡ୍ରପ୍ ଇୟର୍ ନେଇଛି। ମାନେ ବହୁତ ଥର ଡ୍ରପ୍ ନେଇକି ପଢ଼ିଛି। ତ ମୁଁ ଜାଣିଛି ଭାଇ ୟାର ଟ୍ରମା କ'ଣ, ୟାର ପାନିକ୍ କ'ଣ। ତେଣୁକରି ଜମା ତମେ ଯେତେ ଆଭଏଡ଼୍ କରିପାରିବ ମାଇଣ୍ଡକୁ। ଆଉ ତମ ସରାଉଣ୍ଡିଂରେ ପିଲାଙ୍କୁ ଯେତେବେଳେ ତମେ ଏକ୍ଜାମ୍ ହଲ୍ ଭିତରକୁ ଯିବା ଦେଖିବ, ଦେଖୁଥିବ ବହୁତ ସାରା ପିଲା ପୁରା ସିନସିୟର୍ ହେଉଥିବେ, ପୁରା ବହି ଖୋଲୁଥିବେ, ବହି ପଢ଼ୁଥିବେ। ତମେ ଜମା ସେସବୁ ଦେଖିକି ତମ ପାନିକ୍ ହେବନି। ତମେ ତମର ଅରିଜିନାଲିଟି ରହିବ ଭାଇ। ଏ କୋଶ୍ଚିନ୍ ୟାର ଭାଇ ଗୋଟେ ଆଜ୍ ୟୁଜୁଆଲ୍ ତମେ କ୍ଲାସ୍ରେ ପଢ଼ୁଥିଲ, ତାକୁ ଯାଇକି ଟେଷ୍ଟ ଦେବ। ଏତେ ମାନେ ହାଇପ୍ ହେବା ଦରକାର ନାହିଁ। ଯିଏ ଯେତେ କୁଲ୍ ରହିଲା ସେ ସେତେ ଭଲ ରେଜଲ୍ଟ ରଖିବ। ଏଇଟା ପୁରା 100% ଟ୍ରୁ। ଯିଏ ଯେତେ ଶାନ୍ତ ରହିଲା, ଯିଏ ଯେତେ କୁଲ୍ ରହିଲା, ସେ ସେତେ ଭଲରେ ଏକ୍ଜାମ୍ ଦେବ।
ଏଇଟା ସବୁବେଳେ ପାଇଁ ଇମ୍ପୋର୍ଟାଣ୍ଟ ଜିନିଷ। ଆଉ ଯିଏ ଯେତେ ପାନିକ୍ ହେଲା, ଯେତେ ଷ୍ଟ୍ରେସ୍ ହେଲା, ସେ ସେତେ ସିଲି ମିଷ୍ଟେକ୍ କରିବ, ହାତ ଥରିବ, କ'ଣ କରିବି କ'ଣ ନାହିଁ, ଜମା ସେମିତି କରିବା ଦରକାର ନାହିଁ। ବୁଝିହେଲା? ବାୟୋଲୋଜି ପାଇଁ ଏବେ ପୁରା ଫୁଲ୍ ଟାଇମ୍ ଦିଅ। ଯେଉଁ ରହିଲା ପ୍ରଥମ ଦିନଟାକୁ ତୁମେ ବାୟୋଲୋଜିର ମେଣ୍ଟାଲ୍ ପିସ୍ ଉପରେ ଧ୍ୟାନ ଦେଇକିରି ବାୟୋଲୋଜିଟାକୁ ଦେଖ। କେମିଷ୍ଟ୍ରିର ଫର୍ମୁଲା ଟିକେ ଟିକେ ଦେଖି ଦେଉଥାଅ, ଯେଉଁ ଫର୍ମୁଲା ଫିଜିକ୍ସର ମନେ ହଉନି ତାକୁ ଦେଖି ଦେଉଥାଅ। ଆଡ଼ମିଟ୍ କାର୍ଡ଼ ଆଜି ରେଡ଼ି କରିଦିଅ। ନିଦ ବି କମ୍ପ୍ଲିଟ୍ କରିବ ପୁରା। ମକ୍ ଟେଷ୍ଟ ଜମା ଦେବନି, ମୁଁ ଯେଉଁ ପଏଣ୍ଟ ଗୁଡ଼ା କହିଲି। ହେଲା? ଆଉ ତାପରେ ବାକି ରହିଲା ହେଉଛି କ'ଣ ନା, ଲାଷ୍ଟ ଦିନ ତ ତୁମକୁ ମୁଁ କହିବି, ଯେଉଁଦିନ ଏକ୍ଜାମ୍ର ପୂର୍ବ ରାତି, ସେ ରାତିରେ ତୁମେ ପୁରା କାମ୍ ରହିବ, କିଛି ଅସୁବିଧା ନାହିଁ। ବିକଜ ତୁମେ ତରବରରେ ଖାଲି ପଢ଼ୁଥିବ, ପେଜ୍ ନୋଟଉଥିବ, ଏଇଟା ପଡ଼ିଯିବ କି ସେଇଟା ପଡ଼ିଯିବ କି, ଏଇଟା ହେଇନି ସେଇଟା ହେଇନି, ଜମା ତାକୁ ଅଧିକା ମାନେ ଭାବିବାର ନାହିଁ। ଯେଉଁଟା ହେଇନି ହେଇନି, ଜମା ନୂଆ ଷ୍ଟାର୍ଟ କରିବା ଦରକାର ନାହିଁ। କ'ଣ ହେଇଗଲା, ନ ହେଇଛି, ଯେତିକି ହେଇଛି ସେତିକିରେ ଆମର ବେଷ୍ଟ କରିବାର ଅଛି। ବୁଝିଲେ ତ? ଆଉ ବହୁତ ସାରା ପିଲାଙ୍କୁ ମୁଁ ଜାଣିଛି, ପିଲା ପଢ଼ିଥିବେ କିନ୍ତୁ ଆମକୁ ଲାଗିବ ଭାଇ ମୁଁ ସବୁ ଭୁଲି ଯାଇଛି, ଲାଷ୍ଟ ମୋମେଣ୍ଟରେ ମୋର କାହିଁ କିଛି ମନେ ପଡ଼ୁନି, ଏଇଟା କ'ଣ ହେବ ସେଇଟା କ'ଣ ହେବ। ତ ସେମିତି ଜମା ବି କରିବନି। କେଉଁ ମାନେ ଯଦି ତୁମର ଭଲ ସାଙ୍ଗ କିଏ ଥିବ, ବେଷ୍ଟ ଫ୍ରେଣ୍ଡ ଥିବ, ମାନେ ଉପରଲି ଯାହା ସହିତ କଥା ହେଇପାରୁଥିବ, ସିଏ ବି ଗୋଟେ ନିଟ୍ ଆସ୍ପିରେଣ୍ଟ ଥିବ, ଅଲଗା କୌଣସି ନାହିଁ, ନିଟ୍ ଆସ୍ପିରେଣ୍ଟ ଥିବ, ତ ତା ସହିତ ଟିକେ ଟିକେ ନର୍ମାଲି କଥା ହେଇପାରିବ, କାଜୁଆଲି ଡିସ୍କସନ୍ କରିପାରିବ, କିଛି ନାହିଁ। ତୁମେ ଏକୁଟିଆ ପାନିକ୍ ନୁହଁ, ଟୋଟାଲ୍ ଅଲ୍ ଇଣ୍ଡିଆର ଷ୍ଟୁଡେଣ୍ଟ ମାନେ ପାନିକ୍ ଥିବେ। ନ୍ୟାସନାଲ୍ ଲେବୁଲ୍ ଏକ୍ଜାମ୍ ସବୁ ପିଲା ପାନିକ୍ ଥିବେ। ଆମ ଓଡ଼ିଶା ପିଲା ପାନିକ୍ ଥିବେ ବି, ଛତିଶଗଡ଼ ପିଲା ବି ପାନିକ୍ ଥିବେ, ବିହାର ପିଲା ବି ପାନିକ୍ ଥିବେ। କିନ୍ତୁ ପ୍ୟାନିକ୍କୁ ଯିଏ ହ୍ୟାଣ୍ଡେଲ୍ କରିଦେଲା ସିଏ ତା'ର ଟ୍ୟାକେଲ୍ କରିଦେବ। ବୁଝିହେଲା? ତ ଏଇସବୁ ଜିନିଷକୁ ମାଇଣ୍ଡରେ ରଖିବ। ପୁରା ବିନ୍ଦାସ ଯାଆନ୍ତୁ, ଏକ୍ଜାମ୍ ପୁରା ଫ୍ରିରେ ଦିଅନ୍ତୁ। ଭାଇ ଆସିଲେ ଆସିବ, ନହେଲେ ନାହିଁ, କାମ ଶେଷ। କ'ଣ ହେଇଗଲା ସେଇଠୁ? ମୁଁ ଅଛି ତୁମ ସହିତ, ଜମା ବ୍ୟସ୍ତ ହେବନି। ହାର୍ଟ ଅଫ୍ ଏଜୁକେସନ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ତୁମକୁ କମ୍ପ୍ଲିଟ୍ ଗାଇଡ଼୍ କରାଯିବ। ପୁରା ଚିଲ୍ ହେଇକି ରୁହ। ବୁଝିହେଲା? ଆଉ ପ୍ୟାରେଣ୍ଟସ୍ ମାନେ ବି ନିହାତି ରୂପରେ ମାନେ ଷ୍ଟ୍ରେସ୍ର ଫେସ୍ ନ କରିବା ଦରକାର। ବିକଜ ଆପଣମାନଙ୍କ ଷ୍ଟ୍ରେସ୍ ଫେସ୍ ଦେଖିକି ଗୋଟେ ପିଲା ବି ଷ୍ଟ୍ରେସ୍ ହେଇଯାଇପାରେ। ତ ବିନ୍ଦାସ ରୁହନ୍ତୁ, ଭଲରେ ଏକ୍ଜାମ୍ ଦିଅନ୍ତୁ। ଦେଖିଏ ଭାଇ, ଏକ୍ଜାମ୍ ପିଲା ଅଛନ୍ତି, ଏକ୍ଜାମ୍ ଗୋଟେ ଚୁଟକି ତାଙ୍କ ପାଇଁ। ଯିବ ହଲ୍ ଭିତରୁ ଏଣ୍ଟ୍ରି କରିବ, କ'ଣ କୋଶ୍ଚିନ୍ ପଚାରିଛି ପୁରା ରାମ୍ପିକିରି ଆସିବ, କିଛି ବ୍ୟସ୍ତ ହେବା ଦରକାର ନାହିଁ। ଯାହା ହେବ ଭଲ ହେବ। ହେଲା? ତ ଆକୁ ନେଇକିରି ଇଏ ହେବାର ନାହିଁ। ଯିବ, ଯାହା ଯାହା ଆଡ଼ମିଟ୍ କାର୍ଡ଼ର ଇନଷ୍ଟ୍ରକ୍ସନ୍ ଦେଇଛି, ପାସପୋର୍ଟ ସାଇଜ୍ ଫଟୋ, ଆଉ ଆମର ଯେଉଁ ରହିଲା 2ଟା ପାସପୋର୍ଟ ସାଇଜ୍ ଫଟୋ ନେବ, ଆଡ଼ମିଟ୍ କାର୍ଡ଼ରେ ଫଟୋ ମାରିବ, ତୁମର ଲେଫ୍ଟ ଥମ୍ବଟାକୁ ଦେବ। ହେଲା? ପୋଷ୍ଟ କାର୍ଡ଼ ସାଇଜ୍ ଫଟୋ ମାରିବ, ତା'ର ଲେଫ୍ଟରୁ ସିଗ୍ନେଚର୍ କରିବ। ଏଭ୍ରିଥିଙ୍ଗ ଯାହା ଯାହା ଦେଇଛି ସବୁ ଜିନିଷକୁ ତୁମେ ପୁରା ରେଡ଼ି କରିକି ଆଜିଠାରୁ ରଖ। 17 ତାରିଖ ଆଜି ହେଲା, ଆଜିଠାରୁ ରଖ। 17, 18, 19, 20। ହେଲା? ଆଜି 17 ହେଇଗଲା, ମୁଁ ସେଥିପାଇଁ 3 ଦିନ ରଖିଛି। 17, 18, 19, 20 ତାରିଖ ଛାଡ଼ିଦିଅ। ତ ଏଇ ଭିତରେ ତୁମମାନଙ୍କରୁ ହେଲା, ଏଇ ଜିନିଷ ରହିଲା। ମୁଁ ଯାହା ଯାହା କହିଲି ଆକୁ ଟିକେ ମାଇଣ୍ଡରେ ରଖିବେ। ଆଉ ମୁଁ ଭାବୁଛି ଟାଇମ୍ ୱେଷ୍ଟ କରିନଥିବେ ଲାଷ୍ଟ ମୋମେଣ୍ଟରେ, ତ ସେଥିପାଇଁ ଗୋଟେ ଭିଡ଼ିଓଟେ ବନେଇଦେଲି। ହେଲା? ଆପଣମାନେ ସମସ୍ତଙ୍କୁ ଅଲ୍ ଦ ଭେରି ବେଷ୍ଟ। ଥ୍ୟାଙ୍କ ୟୁ। ମହାପ୍ରଭୁ ଜଗନ୍ନାଥ, ପ୍ରଭୁ ଜୟ ଶ୍ରୀରାମ, ପ୍ରଭୁ ବଜରଙ୍ଗବାଲି ସମସ୍ତଙ୍କର ମଙ୍ଗଳ କରନ୍ତୁ। ଯିଏ ଯେଉଁ ଧର୍ମର ଦେଖୁଛନ୍ତି କାହିଁକି, ଆପଣ ଆପଣଙ୍କର ଯେଉଁ ଭଗବାନଙ୍କୁ ବିଲିଭ୍ କରୁଛନ୍ତି, ଆଲ୍ଲା, ଯୀଶୁ, ଯାହାକୁ ଆପଣ ବିଲିଭ୍ କରୁଛନ୍ତି, ସମସ୍ତେ ଆପଣଙ୍କର ପାଇଁ ଆପଣ ଡାକିକିରି ଏକ୍ଜାମ୍ ଦିଅନ୍ତୁ। ଡେଫିନେଟଲି ଭଲ ହେବ। ଥ୍ୟାଙ୍କ ୟୁ।